ମୁଁ ଷଷ୍ଠ ଶ୍ରେଣୀର ଛାତ୍ରୀ ଅଟେ। ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ମୁଁ ବରଣୀୟ ଅତିଥିବୃନ୍ଦ ଏବଂ ଗୁରୁଜନମାନଙ୍କୁ ମୋ ସହସମ୍ମାନ ପ୍ରଣାମ ଜଣାଉଛି। ବୃକ୍ଷ ହେଉଛି ଆମର ମନୁଷ୍ୟ, ପଶୁ, ପକ୍ଷୀ ଏବଂ ସମସ୍ତଙ୍କର ପୁରୁଣା ସାଥୀ, ମିତ୍ର, ବନ୍ଧୁ ମଧ୍ୟ। କାରଣ ବୃକ୍ଷ ଆମର କୌଣସି କ୍ଷତିକାରକ ଦ୍ରବ୍ୟ ଆମ ପାଖକୁ ପଠାଇ ନଥାଏ। ଆମର ସବୁବେଳେ ହିତ ଚିନ୍ତା କରିଥାଏ। ବୃକ୍ଷ ଆମକୁ ଛାୟା, ଆଲୋକ, ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଦେଇଥାଏ। ବୃକ୍ଷ ମୁଖ୍ୟ ଜିନିଷ ଆମକୁ ଦେଇଥାଏ କି ଅମ୍ଳଜାନ, ଆମେ ଯାହାଦ୍ୱାରା ବଞ୍ଚିଥାଉ। ବୃକ୍ଷ ଆମଠାରୁ ଅଙ୍ଗାରକାମ୍ଳ ନେଇ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। କିନ୍ତୁ ଆଜିକାଲି ସହର ସ୍ଥାପନ କରିବା ପାଇଁ, କଳକାରଖାନା ବସାଇବା ପାଇଁ ଏବଂ ଗୃହ ନିର୍ମାଣ କରିବା ପାଇଁ ବୃକ୍ଷ କଟାଯାଉଛି, ଯାହାଦ୍ୱାରା ଜଙ୍ଗଲ ହ୍ରାସ ପାଉଛି। ବୃକ୍ଷ ଦ୍ୱାରା ଆମେ ସବୁ ଜଙ୍ଗଲକୁ କାଟି ଆମେ ଘର କରୁଛେ, କଳକାରଖାନା ବସାଉଛେ ଏବଂ ସହର ବସାଉଛେ। ବୃକ୍ଷ ଆମର କେତେ ଉପକାର କରୁଛେ ତାହା ନ ବୁଝି ଆମେ ବୃକ୍ଷ କାଟି ଚାଲିଛେ।